वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। हेलो एवरीवन, वेलकम यू टू वे टू एम क्लासेस। तो टार्गेट ओएसटीडी ପାଇଁ କ୍ଲାସ୍ ଚାଲୁଅଛି। ଆଜି ହେଉଛି କ୍ଲାସ୍ 32। ଫୁଲ୍ କନସେପ୍ଟ କଭର କରାଯିବ। ଆଜିକାର କଣ୍ଟେଣ୍ଟ ହେଉଛି ଏଜୁକେସନାଲ ମ୍ୟାନେଜମେଣ୍ଟ, ଯୋଉଥିରେ ଆମେ ପଢିବା ସ୍କୁଲ ବେସ୍ ମ୍ୟାନେଜମେଣ୍ଟ। ସେଥିରେ ଆମେ ଜାଣିବା ଯେ ସ୍କୁଲ ମ୍ୟାନେଜମେଣ୍ଟ କମିଟି କ'ଣ, ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି କ'ଣ, ହେଡମାଷ୍ଟର ଟିଚରର ରୋଲ୍ କ'ଣ, ଏଇ ବିଷୟରେ ଆମେ ଜାଣିବା। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ଼ ହେଉଛି ଆପଣ ସର୍ବପ୍ରଥମେ ପାଇପାରିବେ। ତ ଆସନ୍ତୁ ଜାଣିବା ଆମେ ସ୍କୁଲ ବେସ୍ ମ୍ୟାନେଜମେଣ୍ଟ ଆମେ କାହାକୁ କହୁଛନ୍ତି। ଯେତେବେଳେ ଆମେ କୌଣସି ସ୍କୁଲ କଥା କହୁଛନ୍ତି ଯେ ସ୍କୁଲ ଲେବୁଲରେ ମ୍ୟାନେଜମେଣ୍ଟ କିପରି ହୋଇଥାଏ। ସ୍କୁଲ ଲେବୁଲରେ ଯେତେବେଳେ ମ୍ୟାନେଜମେଣ୍ଟ ଆମେ କରିବାକୁ ଚାହିଁଥାନ୍ତି, ତ ଗୋଟେ ପ୍ରାଇମେରୀ ସ୍କୁଲର ମ୍ୟାନେଜମେଣ୍ଟ କିପରି ହବ, ଗୋଟେ ସେକେଣ୍ଡାରୀ ସ୍କୁଲର ମ୍ୟାନେଜମେଣ୍ଟ କିପରି ହବ, ସେଥିରେ କିଏ ଦାୟିତ୍ୱ ରହିବେ, ତ ଏଇଟା ହଉଛି କଥା। ତ ଯେତେବେଳେ ଆମେ କହୁଛନ୍ତି ଯେ ସ୍କୁଲକୁ କିପରି ଆମେ ପଢାଇବା, ଖାଲି ପାଠ ଟିଚର ଯାଇ ପାଠ ପଢେଇଦେବେ ବୋଲେ ସେମିତି ହବନି। ତ ସ୍କୁଲର ଅଲଗା ଦାୟିତ୍ୱ ବି ରହିଛି, ଯେମିତିକି ସ୍କୁଲ ବିଲ୍ଡିଂଟେ ମରାମତି କରିବା, ସ୍କୁଲରେ କ'ଣ ଷ୍ଟକ୍ସ ଅଛି ଯେମିତିକି ଚେୟାର, ବେଞ୍ଚ, ଲାଇବ୍ରେରୀ ଫ୍ୟାସିଲିଟିସ୍, ବୁକ୍ସ ଏସବୁ ମେଣ୍ଟେନ କରିବା। ବହୁତ ପ୍ରକାର ସ୍କୁଲର କାମ ଥାଏ। ତ ସେଗୁଡାକୁ ମ୍ୟାନେଜମେଣ୍ଟ କରିବା ପାଇଁ ଗୋଟେ କମିଟି ଗଠନ କରାଯାଇଥାଏ। ସେ ମ୍ୟାନେଜମେଣ୍ଟକୁ ଆମେ ବୁଝିବା। The school-based management is an educational approach that decentralize the decision-making authority in the school and allowing the individual school greater autonomy and responsibility over the various aspect of their operation. तामाने स्कूल विभिन्न प्रकार कार्यकलाप अछि ताकू ऑपरेट करियाको हेले हमकु उडे मैनेजमेंट करियाको पड़िबो. This core idea of SBM transfer authority from the central education authority like school district national education department to the school themselves and giving them the more control over the decisions such as budgeting, staffing, curriculum decision and other management activities. ତା ମାନେ ଆମେ ବୁଝିଲେ କ'ଣ ନା ଏହା ଗୋଟେ ହଉଛି କ'ଣ ନା ଆପଣଙ୍କର ସ୍କୁଲ ମ୍ୟାନେଜମେଣ୍ଟଙ୍କ ଭଲ ସ୍କୁଲକୁ କିପରି ମ୍ୟାନେଜ କରିବେ ଭଲ ଭାବରେ, ତାର ଦାୟିତ୍ୱ ରହୁଛି କ'ଣ, ଗୋଟେ ସ୍କୁଲ ଡିଷ୍ଟ୍ରିକ୍ଟ ରହୁଛି ବା ନ୍ୟାସନାଲ ଏଜୁକେସନ ରହୁଛି ବା ନିଜ ସ୍କୁଲ ନିଜେ ହିଁ ଦାୟିତ୍ୱବାନ ଯେ କିପରି ସେଠି ବଜେଟ ଫାଇନାନ୍ସ କରିବ ବା କିପରି କୋଉ ଟିଚର ରହିବେ, କ'ଣ ପଢେଇବେ, କରିକୁଲମ ଡିଜାଇନ କରିବେ ଆଉ ମ୍ୟାନେଜମେଣ୍ଟ ଆକ୍ଟିଭିଟିଜ କରିବେ। ତ ଏ ସବୁର କାମ ହଉଛି ଗୋଟେ ସ୍କୁଲ ମ୍ୟାନେଜମେଣ୍ଟ। ତ ସ୍କୁଲ ମ୍ୟାନେଜମେଣ୍ଟ ହଉଛି ଦୁଇ ପ୍ରକାର, ଏଟା ମନେ ରଖିବାକୁ ଚେଷ୍ଟା କରନ୍ତୁ। ଗୋଟେ ହଉଛି ସ୍କୁଲ ମ୍ୟାନେଜମେଣ୍ଟ କମିଟି ଏସଏମସି, ଆଉ ଗୋଟେ ହଉଛି ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି ଏସଏମଡିସି। ତ ସ୍କୁଲ ମ୍ୟାନେଜମେଣ୍ଟଟା ଯୋଉ ରହିଛି ମ୍ୟାନେଜମେଣ୍ଟ କମିଟି, ସେଟା ହଉଛି ଏଲିମେଣ୍ଟାଲ ଲେବୁଲରେ, ଆଉ ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି ଯୋଉଟା ରହୁଛି ସେଟା ହଉଛି ସେକେଣ୍ଡାରୀ ଲେବୁଲରେ। ତ ତାଙ୍କର ସ୍କୁଲ ମ୍ୟାନେଜମେଣ୍ଟ ଯୋଉ ରହିଲା, ତ ସେଥିରେ ଆମେ ବୁଝୁଛନ୍ତି କ'ଣ ନା ଦିଟା ପ୍ରକାର ରହୁଛି, ଗୋଟେ ହଉଛି ସ୍କୁଲ ମ୍ୟାନେଜମେଣ୍ଟ କମିଟି ଆଉ ଗୋଟେ ହଉଛି ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି। ତ ପ୍ରଥମେ ଆମେ ଜାଣିବା ସ୍କୁଲ ମ୍ୟାନେଜମେଣ୍ଟ କମିଟି କ'ଣ। ତ ଏସଏମସି ର ଫୁଲ ଫର୍ମ ହଉଛି ସ୍କୁଲ ମ୍ୟାନେଜମେଣ୍ଟ କମିଟି, ଏଲିମେଣ୍ଟାଲ ଲେବୁଲରେ ଏଟା କାମ କରିଥାଏ। ଯୋଉଟା ଏସଏମସି ହ୍ୟାଜ ଭେରି କ୍ରୁସିଆଲ ରୋଲ ଟୁ ମିଟ୍ ଦ ଗୋଲ ଅଫ ଆରଟି, ରାଇଟ ଟୁ ଏଜୁକେସନ ଆକ୍ଟର ଗୋଲକୁ ମିଟ୍ କରିଥାଏ, କାରଣ ଏଟା ହଉଛି ଏଲିମେଣ୍ଟାଲ ଲେବୁଲରେ। All the government aided and special category schools shall have the constitute SMC as per the section 21 for the RT Act ଅନୁସାରେ ଏଟା କାମ କରୁଛି। And private school are mandated to have the management committee on the basis of the trust and society registration। ଅଣ୍ଡରରେ ଗୋଟେ ଆପଣଙ୍କର କମିଟି ରହିବ। ତ ଏଇ ପ୍ରକାର ଆପଣଙ୍କୁ ଏଲିମେଣ୍ଟାଲ ଲେବୁଲରେ ଗଠନ କରିବାକୁ ପଡିବ କମିଟି। ଆମେ ଜାଣିବା ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଫଙ୍କସନ କ'ଣ ରହୁଛି। ପ୍ରଥମ ହଉଛି ମନିଟରିଂ ଦ ସ୍କୁଲ ଆକ୍ଟିଭିଟି ଆଣ୍ଡ ଇଟ୍ସ ୱାର୍କ। ତାମାନେ ସ୍କୁଲ ଭିତରେ ଯୋଉ ସବୁ ଆକ୍ଟିଭିଟିଜ ଅଛି ତାକୁ ଆଉ କାମ କାର୍ଯ୍ୟକଳାପ ଅଛି ତାକୁ ମନିଟର କରିବା। ପ୍ରିପେୟାର ଆଣ୍ଡ ଆକୋମୋଡେଟ ଦ ସ୍କୁଲ ଡେଭଲପମେଣ୍ଟ ପ୍ଲାନ, ସ୍କୁଲକୁ କିପରି ଡେଭଲପ କରାଯିବ ତାର ଗୋଟେ ପ୍ରିପାରେସନ କରିବା, ତାର ଗୋଟେ ପ୍ଲାନଟେ। ମନିଟରିଂ ଦ ଗ୍ରାଣ୍ଟ ୟୁଟିଲାଇଜେସନ, ତାମାନେ ଆପଣଙ୍କୁ ଯୋଉ ସ୍କୁଲକୁ ଡେଭଲପମେଣ୍ଟ ପାଇଁ ବା ବିଲ୍ଡିଂ ପାଇଁ ଯୋଉ ଗ୍ରାଣ୍ଟ ଆସୁଛି ତାକୁ କିପରି ପ୍ରପର ୟୁଟିଲାଇଜେସନ ହବ, ତାର ଦାୟିତ୍ୱ ହଉଛି ଏ କମିଟିର। ମନିଟରିଂ ଦ ଟିଚର ଆଣ୍ଡ ଷ୍ଟୁଡେଣ୍ଟ ଆକ୍ଟିଭିଟି, ଟିଚର ଆଉ ଷ୍ଟୁଡେଣ୍ଟ କେମିତି କ'ଣ ଆକ୍ଟିଭିଟି ଚାଲିଛି, ଷ୍ଟୁଡେଣ୍ଟ ପଢୁଛନ୍ତି ତ ଆସୁଛନ୍ତି ସ୍କୁଲ କି ଟିଚର ଠିକ ଭାବରେ ପଢୁଛନ୍ତି ତାକୁ ବି ମନିଟର କରିବାର କାମ ହଉଛି ମ୍ୟାନେଜମେଣ୍ଟ କମିଟିର। ଏନ୍ସ୍योर ଦ 100% ଏନରୋଲମେଣ୍ଟ ଅଫ ଚିଲଡ୍ରେନ ଇନ ଦ ଏଜ ଅଫ 6 to 14 ଇୟର, ତାମାନେ ଏଟା ଏଲିମେଣ୍ଟାରୀ ନା 6 to 14 ଇୟର ଯୋଉ ଆରଟି ଆକ୍ଟ ଅନୁସାରେ, ତ ସେ ଅନୁସାରେ 100% ଏନରୋଲମେଣ୍ଟ ହଉଛି, ତ ପିଲା ଆସୁଛନ୍ତି ତ ନାଁ ଲେଖଉଛି କି ପଢୁଛନ୍ତି ତ ତାକୁ ତଦାରଖ କରିବାର ହଉଛି ମ୍ୟାନେଜମେଣ୍ଟ କମିଟିର ଦାୟିତ୍ୱ। ମନିଟରିଂ ଦ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ ଠିକ ଠାକ ଚାଲିଛି କି ନାହିଁ ତାକୁ ବି ଚେକ୍ କରିବେ। କ୍ୟାମ୍ପିଂ ଆୱାରନେସ୍ ପ୍ରୋଗ୍ରାମ, ବିଭିନ୍ନ ପ୍ରକାର ଆୱାରନେସ୍ ପ୍ରୋଗ୍ରାମ ଅଛି ସେଟାକୁ କ୍ୟାମ୍ପିଂ କରିବେ। ଆଉ ଟ୍ରେନିଂ ଫର ଦ ଏସଏମସି ମେମ୍ବର ପାଇଁ ବି ଗୋଟେ ଟ୍ରେନିଂ ଫ୍ୟାସିଲିଟିସ୍ ରହୁଛି।
ତ ତାର କମ୍ପୋଜିସନ୍ ମାନେ ସେଥିରେ କିଏ ରହିବେ ଆମେ ଜାଣିବା। ଏସ୍ଏମ୍ସି ଟୋଟାଲ୍ ଯୋଉ ଆପଣଙ୍କର ମେମ୍ବର ହଉଛି 19 ଯୋଉଟାକି ଆମେ କହୁଛନ୍ତି କଣ ନା ଟୋଟାଲ ମେମ୍ବର ହଉଛି କେତେ ନା 19 ବୋଲି 19 ଭିତରେ ହିଁ ରହିବେ ଟୋଟାଲ ମେମ୍ବର ଏସ୍ଏମ୍ସି ର ଯୋଉଟାକି ଏଲିମେଣ୍ଟାଲ ଲେଭେଲର। ତ ସେକ୍ରେଟାରୀ ହଉଛନ୍ତି ହେଡମାଷ୍ଟର ଆଉ ଆପଣଙ୍କର 12 ଜଣ ମେମ୍ବର ରହିବେ ବୋଥ ଫିମେଲ ଆଣ୍ଡ ମେଲ ଆଉ ସେଥିରେ 6 ମେଲ ମେମ୍ବର ଯୋଉଟାକି ୱାନ୍ ଅଫ ଦ ଏସସି ଏସଟି କ୍ୟାଟେଗୋରୀ ରହିବେ। ସିଏ 6 ମେଲ ମେମ୍ବର ୱାନ୍ ଅଫ ଦ ଏସସି ଏସଟି କ୍ୟାଟେଗୋରୀ ଫିମେଲ ଆଉ ମେଲ ଭିତରେ ରହିବେ। 1 ମେମ୍ବର ଫ୍ରମ୍ ଅଙ୍ଗନବାଡି ୱାର୍କର ଭିତରୁ ରହିବେ। ୱାର୍ଡ ମେମ୍ବର ଅଫ ଦ ଭିଲେଜ ବି ରହିବେ ଦାୟିତ୍ୱ ମାନେ ମ୍ୟାନେଜମେଣ୍ଟ କମିଟିରେ। 1 ଟିଚର ବି ରହିବେ। 1 ବଡି ଇଲେକ୍ଟେଡ ବାୟ ଦ ଷ୍ଟୁଡେଣ୍ଟ ମେମ୍ବର। ତ ଗୋଟେ ଷ୍ଟୁଡେଣ୍ଟ ୟୁନିୟନ ଯୋଉ ବା ଷ୍ଟୁଡେଣ୍ଟ ମେମ୍ବର ତା ଦେହରୁ ଜଣେ ପୁଅ ପିଲାଟେ ରହିବ ମେମ୍ବର ସେଥିରେ। ଆଉ ଗୋଟେ ହଉଛି 1 ବଡି ଇଲେକ୍ଟେଡ ବାୟ ଦ ଗର୍ଲସ ଷ୍ଟୁଡେଣ୍ଟ ମେମ୍ବର ଭିତରୁ ଜଣେ ରହିବେ। ଆଉ ଆଶା ଆଉ ହେଲ୍ଥ ୱାର୍କର ବି ସେଥିରେ ଦାୟିତ୍ୱ ରହିବେ। ତ ଏସ୍ଏମ୍ସି ରେ ଯୋଉ ଆପଣଙ୍କର ରହିଛି ଆପଣଙ୍କର କମ୍ପୋଜିସନ ବା ମେମ୍ବର 19 ଭିତରେ ରହିବେ। ଆଉ ଏଇ ଯୋଉ ଲିଷ୍ଟ କଲି ଏତିକି ଭିତରୁ ମେମ୍ବର ସବୁ ରହିବେ। ତ ଏଇଟା ଥିଲା ଆପଣଙ୍କର କଣ ନା ଏସ୍ଏମ୍ସି। ତାପରେ ଆମେ ଆସିବା ଯେତେବେଳେ ସେକେଣ୍ଡାରୀ ସ୍କୁଲରେ ରହିଲା ତ ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି ଆମେ କହୁଛନ୍ତି ଏସ୍ଏମଡିସି ଗୋଟେ ସେକେଣ୍ଡାରୀ ସ୍କୁଲସରେ ସେଟା ଥାଏ। ତ ଏଲିମେଣ୍ଟାରୀ ପାଇଁ ହଉଛି ଏସ୍ଏମସି ଆଉ ସେକେଣ୍ଡାରୀ ପାଇଁ ହଉଛି ଏସ୍ଏମଡିସି ଏଟା ମନେ ରଖିଥିବେ କ୍ୱେଶ୍ଚନ ଆସେ। ତ a school management development committee is a group formed within the school and typically involve the teacher, parents, community member and local authority ଏମାନେ ସବୁ ରହିବେ with the aim of improving the overall management କୁ improve କରିବା ପାଇଁ administration କୁ management କରିବା ପାଇଁ ଆଉ development of the school ର development ପାଇଁ। The committee works in collaboration with the school leadership ensure the effectively function and development of the school in areas such as infrastructure, ଷ୍ଟୁଡେଣ୍ଟ ୱେଲଫେୟାର ଏକାଡେମିକ ଷ୍ଟାଣ୍ଡାର୍ଡ ଆଣ୍ଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ଏ ସବୁ କ୍ଷେତ୍ରରେ ଏଇଟା କଣ କରିଥାଏ ନା କାମ କରିଥାଏ ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି। ତ ଏଇ ମାଧ୍ୟମରେ ଆମେ ସ୍କୁଲର ସବୁ ତଦାରଖ କରିପାରିବା ପିଲାମାନଙ୍କର ଉନ୍ନତି ପାଇଁ ଏକାଡେମିକର ଷ୍ଟାଣ୍ଡାର୍ଡ ମେଣ୍ଟେନ କରିବା ପାଇଁ ସ୍କୁଲକୁ ଭଲ ଭାବରେ ମରାମତି କରିବା ନୂଆ ବିଲ୍ଡିଂ ବନେଇବା ଏସବୁର ତଦାରଖ ସେକେଣ୍ଡାରୀ ଲେଭେଲରେ କିଏ କରୁଛି ନା ମ୍ୟାନେଜମେଣ୍ଟ ଯୋଉ ମ୍ୟାନେଜମେଣ୍ଟ ରହିଛି ତାକୁ କହୁଛି ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି କୁହାଯାଏ। It plays the role and function as same as the SMC secondary school। ତ ଆମେ ସେକେଣ୍ଡାରୀ ନାଇଁ ସରି ଯୋଉଟା କି ଆମେ ଯୋଉ ଏସ୍ଏମସି ର ଯୋଉ ବୁଝିଲେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଯୋଉଟା ପ୍ରାଇମାରୀ ଲେଭେଲରେ ବୁଝିଲେ ତାର ଯାହା ଫଙ୍କସନ ଏଠି ରହିଛି ସେଇ ଭଳିଆ ଫଙ୍କସନ ଯୋଉଟା କି ସେକେଣ୍ଡାରୀ ଲେଭେଲରେ ଯୋଉଟା କିଏ କରୁଛି ନା ଏସ୍ଏମଡି ସେଠି କୁହାଗଲା। ତାପରେ ଆମେ ଜାଣିବା ତାର କମ୍ପୋଜିସନ କଣ ରହିଛି ଏଥିରେ କିଏ ରହିଛନ୍ତି। ଟୋଟାଲ ମେମ୍ବର ରହୁଛନ୍ତି କେତେ 12 ରୁ 15 ଜଣ ଭିତରେ ରହିବେ। ପ୍ରିନ୍ସିପାଲ ବା ହେଡମାଷ୍ଟର ହଉଛନ୍ତି ଚେୟାରମ୍ୟାନ। ସିନିୟର ଟିଚର ହଉଛନ୍ତି ମେମ୍ବର ବା ସେକ୍ରେଟାରୀ ବୋଲି ଆମେ କହୁଛନ୍ତି। ଟିଚର ଫ୍ରମ ଦ ସୋସିଆଲ ସାଇନ୍ସ ହଉଛନ୍ତି ମେମ୍ବର ରହିବେ। ଟିଚର ଫ୍ରମ ସାଇନ୍ସ ବି ମେମ୍ବର ରହିବେ। ଟିଚର ଫ୍ରମ ମ୍ୟାଥମେଟିକ୍ସ ର ଜଣେ ମେମ୍ବର ରହିବେ। ୱାନ୍ ଅଫ ଦ ମେଲ ଆଣ୍ଡ ଫିମେଲ ଗାର୍ଡିଆନ ମେମ୍ବର ବି ରହିବେ ହେଲା। 2 ୱାର୍ଡ ମେମ୍ବର ବି ରହିବେ। ଆଉ ୱାନ୍ ଅଫ ଦ ରିପ୍ରେଜେଣ୍ଟେଟିଭ ଫ୍ରମ ଏସସି ଏସଟି କ୍ୟାଟେଗୋରୀ ମେମ୍ବରରୁ ମାନେ ଜଣେ ରହିବ। ଆଉ 3 ନୋମିନେଟେଡ୍ ମେମ୍ବର ଅଫ ସାଇନ୍ସ ଆର୍ଟ କଲଚର ବ୍ୟାକଗ୍ରାଉଣ୍ଡ ବାଇ ଡିଓ ମାନେ ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର ପଠେଇଥିବ ତାଙ୍କ ଅଫିସରୁ ପଠେଇଥିବେ। କଣ ନା ସାଇନ୍ସ ଆର୍ଟସ ବ୍ୟାକଗ୍ରାଉଣ୍ଡର 3 ଜଣ ମେମ୍ବର ବି ଆସିପାରିବେ ପାଖ ଗାଁରେ ବି ଯୋଉମାନେ ଥିବେ ବା ପଡୋଶୀ ଥିବେ ମାନେ ସ୍କୁଲ ପାଖାପାଖି ଏରିଆରେ ଯୋଉମାନେ ସବୁ ଆର୍ଟସ ବା କଳା ସାଇନ୍ସ ବା କଲଚରରୁ ବ୍ୟାକଗ୍ରାଉଣ୍ଡରୁ ଥିବେ ସେମାନେ ବି ନୋମିନେଟେଡ୍ ହେଇପାରିବେ। 1 ମେମ୍ବର ଫ୍ରମ ମହିଳା କମିଶନରୁ ବି ରହିପାରିବେ। ଆଉ 1 ମେମ୍ବର ଫ୍ରମ ଏଜୁକେସନ ଡିପାର୍ଟମେଣ୍ଟରୁ ଜଣେ ମେମ୍ବର ରହିବେ। ତ ଏଇଟା ହଉଛି କମ୍ପୋଜିସନ ଫର ଦ ଏସ୍ଏମଡିସି ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟିର ସେକେଣ୍ଡାରୀ ଲେଭେଲରେ। ତ ତାପରେ ଆମେ ଜାଣିବା କଣ କ୍ୱାଲିଟି ଅଫ ଏ ସକ୍ସେସଫୁଲ ହେଡମାଷ୍ଟର। ଗୋଟେ ସକ୍ସେସଫୁଲ ହେଡମାଷ୍ଟର ହବାକୁ ହେଲେ ତାଙ୍କ ପାଖରେ କୋଉ କୋଉ କ୍ୱାଲିଟି ଥିବା ଦରକାର ଆମେ ଜାଣିନବା ଏଥିରୁ ବି କ୍ୱେଶ୍ଚନ ଆସୁଛି। ସେ ଜଣେ ୱେଲ୍ କ୍ୱାଲିଫାଇଡ୍ ପର୍ସନ ତ ନିହାତି ହେଇଥିବା ଦରକାର କାହିଁକିନା ହେଡମାଷ୍ଟର ଏମାନେ ୱେଲ୍ କ୍ୱାଲିଫାଇଡ୍ ପର୍ସନ ହେବେ। ପର୍ସନାଲି ଟ୍ରେନ୍ଡ ହେଇଥିବା ଦରକାର। ଗୁଡ୍ ଅର୍ଗାନାଇଜର ସେଥିପାଇଁ ତ ତାଙ୍କୁ ହେଡମାଷ୍ଟର କୁହାଯାଉଛି। ହେଡମାଷ୍ଟର ମଷ୍ଟ ଏବୁଲ ଟୁ ଲିଡ୍ ବାଇ ରିଜନ ଏଣ୍ଡ ନଟ୍ ବାଇ ଭର୍ଚ୍ୟୁ। ତାମାନେ କୌଣସି କାରଣ ମାନେ କାରଣ ପାଇଁ ତାଙ୍କୁ ହେଡମାଷ୍ଟର କରାଯାଉଛି ନା କି ତାଙ୍କର ଭର୍ଚ୍ୟୁ ପାଇଁ। ତାମାନେ ଯଦି ହେଡମାଷ୍ଟର ହବ ତା ପାଖରେ ସେ କ୍ୱାଲିଟି ଥିବା ଦରକାର ହେଡମାଷ୍ଟର ପାଇଁ। ପ୍ରୋଗ୍ରେସିଭ ଆଉଟଲୁକ୍ ତାଙ୍କ ପାଖରେ ଥିବା ଦରକାର। ଲିଡରସିପ କ୍ୱାଲିଟି ବି ଥିବା ଦରକାର କାରଣ ସବୁ ଟିଚରକୁ ନେଇ ମ୍ୟାନେଜ କରିବା ହଉଛି ତାଙ୍କ କାମ। ବ୍ରୋଡ ଭିଜନ ଆଉ ଦୂରଦୃଷ୍ଟା ଯୋଉଟା କୁହାଯାଏ। ଗୁଡ୍ ଆଟ୍ ଅଫିସ ୱାର୍କ ତାଙ୍କୁ ଭଲ ଭାବରେ ଆସୁଥିବା ଦରକାର। ଏ ଗୁଡ୍ ଟିଚର ଅଲସୋ ସେ ଜଣେ ଭଲ ଟିଚର ବି ହେଇଥିବା ଦରକାର ବେଳେ ବେଳେ ସେ ସ୍କୁଲରେ ହିଁ ତ ମାନେ ପିଲାମାନଙ୍କୁ ତ ପଢେଇବେ ନା। ତାପରେ ଗୁଡ୍ ହ୍ୟୁମାନ ରିଲେସନସିପ ମେକର ତାମାନେ ପିଲାଙ୍କ ସହିତ ହଉ ଗାର୍ଡିଆନ ସହିତ ହଉ ଟିଚର ସହିତ ଗୁଡ୍ ରିଲେସନସିପ ମେଣ୍ଟେନ କରୁଥିବେ। ଗୁଡ୍ ଫିଜିକାଲ ଆଣ୍ଡ ମେଣ୍ଟାଲ ହେଲ୍ଥ ବି ତାଙ୍କର ଠିକ ଥିବା ଦରକାର।
ଡେମୋକ୍ରାଟିକ୍ ଆଟିଟ୍ୟୁଡ୍ ଆଉ ହଉଛି ରିନୋଭେସନ୍ ଅଫ୍ ସ୍କୁଲ ବିଲ୍ଡିଂକୁ ରିନୋଭେସନ୍ କରିବା ଆଉ ଆଡମିସନ୍ ପଲିସି। ତ ଆଡମିସନ୍ କରିବା ପାଇଁ ଯୋଉ ପଲିସି ସେ ପ୍ରତ୍ୟେକ ବର୍ଷ ବନେଇବେ, କିପରି ଆଡମିସନ୍ ହବ, କଣ ହବ। ତ ଇଏ ହଉଛି କ୍ୱାଲିଟିଜ୍ ଅଫ୍ ଏ ସକ୍ସେସଫୁଲ୍ ହେଡମାଷ୍ଟର। ଏଇ ସବୁ କ୍ୱାଲିଟି ୟା ଭିତରୁ ଥିବା ଦରକାର। ତାପରେ ହଉଛି କ୍ୱାଲିଟି ଅଫ୍ ଏ ସକ୍ସେସଫୁଲ୍ ଟିଚର। ଗୋଟେ ସକ୍ସେସଫୁଲ୍ ଟିଚର ହେବା ପାଇଁ ଭଲ କ୍ୱାଲିଟି ଦରକାର। ଯେମିତିକି ମାଷ୍ଟର ଅଫ୍ ସବଜେକ୍ଟ। ଯୋଉ ସବଜେକ୍ଟ ସେ ପଢଉଛନ୍ତି, ସାଇନ୍ସ ହଉ, ଆର୍ଟସ ହଉ, ଆପଣଙ୍କର ଲାଙ୍ଗୁଏଜ ପେପର ହଉ, ପିଇଟି ଟିଚର ହଉ, ତାଙ୍କ ତାଙ୍କ ପାଖରେ ତାଙ୍କର ଯୋଉ ସବଜେକ୍ଟର ମାଷ୍ଟରୀ ଥିବା ଦରକାର। ତାଙ୍କୁ ସବଜେକ୍ଟ ଉପରେ ବେସିକ୍ ନଲେଜ ଥିବା ଦରକାର। ଥିର୍ଷ୍ଟ ଫର ନଲେଜ, ସବୁବେଳେ ଥିର୍ଷ୍ଟ ଫର ନଲେଜ ହେବେ। ଗ୍ରାସ୍ ଓଭର ମେଥଡ, ପଢେଇବାର ଶୈଳୀ ଯୋଉ ଭଲ ଥିବା ଦରକାର ତାଙ୍କ ପାଖରେ। ପାୱାର ଅଫ ଏକ୍ସପ୍ରେସନ, ଯାହା ବି ପଢଉଛନ୍ତି ଭଲ ଭାବରେ ଏକ୍ସପ୍ରେସନ କରିପାରୁଥିବା ଦରକାର। ସେଥିପାଇଁ ଗୁଡ୍ କ୍ୱାଲିଟି ଟିଚର ବୋଲି ଆମେ କହିବା। ସଫିସିଏଣ୍ଟ ଜେନେରାଲ ନଲେଜ ବି ତାଙ୍କ ପାଖରେ ଥିବା ଦରକାର। ନଲେଜ ଅଫ ଆଇସିଟି, ଇନଫର୍ମେସନ କମ୍ୟୁନିକେସନ ଟେକ୍ନୋଲୋଜି ଆମେ କହୁଛନ୍ତି ଯୋଉ, ବା କମ୍ପ୍ୟୁଟର ସାହାଯ୍ୟରେ ପାଠ ପଢେଇବା, ପ୍ରୋଜେକ୍ଟର ସାହାଯ୍ୟରେ ପାଠ ପଢେଇବା, ଟେକ୍ନୋଲୋଜି ସାହାଯ୍ୟରେ ପାଠ ପଢେଇବା, ସେ ଜ୍ଞାନ ତାଙ୍କ ପାଖରେ ଥିବା ଦରକାର। ଡେଲି ପ୍ରିପାରେସନ ଅଫ ପ୍ଲାନ୍ସ, ସେ ଲେସନ ପ୍ଲାନ ବନେଇ ପାରୁଥିବା ଦରକାର ଭଲ ଭାବରେ। ୟୁଜ ଅଫ ମେଟେରିଆଲ ଏଡ୍, ଯୋଉ ପାଠ ପଢାଇଲା ବେଳେ ଯୋଉ ଟିଏଲଏମ୍, ଟିଚିଂ ଲର୍ନିଂ ମେଟେରିଆଲ, ସେଗୁଡାକ ଭଲ ଭାବରେ ୟୁଜ ଆସୁଥିବା ଦରକାର ତାଙ୍କୁ। ପ୍ରଫେସନାଲି ସିଏ ଟ୍ରେଣ୍ଡ ହେଇଥିବ, ମାନେ ବିଏଡ୍ ଫିଏଡ୍ କରିକି ହିଁ ସେମାନେ ଟିଚର ହେଇଥିବା ଦରକାର। ଲ ଫର ଚିଲଡ୍ରେନ, ପିଲାଙ୍କ ପାଇଁ ଭଲ ପାଇବା ଥିବା ଦରକାର। ଆଉ ନଲେଜ ଅଫ ସାଇକୋଲୋଜି, ତାଙ୍କର ସାଇକୋଲୋଜିର ଜ୍ଞାନ ବି ଥିବା ଦରକାର। ତ ଏଇଗୁଡାକ ହଉଛି କ୍ୱାଲିଟି ଅଫ ସକ୍ସେସଫୁଲ ଟିଚର। ତ ଆଶା କରୁଛି ଆପଣ ଏଇ କ୍ଲାସଟି ଭଲ ଭାବରେ ବୁଝିପାରିଥିବେ। ଯଦି ବୁଝିପାରିଥିବେ ତାହେଲେ ଲାଇକ୍ ଆଉ ସେୟାର କରିଦେବେ ଏଇ କ୍ଲାସଟିକୁ। ଆଉ ନେକ୍ସଟ କ୍ଲାସରେ ଆମେ ନେକ୍ସଟ ଟପିକ ସହିତ ଦେଖା ହବା। ଆଜି ପାଇଁ ଏତିକି, ଧନ୍ୟବାଦ ସମସ୍ତଙ୍କୁ।